ଇଚ୍ଛାପୁର ନାମକ ଜଙ୍ଗଲଟିଏ ଥିଲା। ସେହି ଜଙ୍ଗଲରେ ରାନୁ ଚଢ଼େଇ ନାମରେ ଗୋଟିଏ ଚଢ଼େଇ ରହୁଥିଲା। ରାନୁ ଚଢ଼େଇକୁ ଜଙ୍ଗଲରେ ସବୁ ଚଢ଼େଇ ପରିବାର ବହୁତ ଭଲ ପାଆନ୍ତି, କାରଣ ରାନୁ ଚଢ଼େଇ ବହୁତ ଶାନ୍ତଶିଷ୍ଟ ଓ ସାହାଯ୍ୟକାରୀ ଚଢ଼େଇ ଥିଲା। ଜଙ୍ଗଲରେ ଯାହାର କିଛି ଅସୁବିଧା ହେଉଥିଲା, ରାନୁ ଚଢ଼େଇ ତୁରନ୍ତ ସେମାନଙ୍କୁ ସାହାଯ୍ୟ କରିବାକୁ ପହଞ୍ଚି ଯାଉଥିଲା। ଗୋଟେ ଦିନ ଜଙ୍ଗଲରେ ଥିବା କୁନି ଚଢ଼େଇ ଘରେ ଚୋରି ହେଲା। ଆରେ, ମୋର ସବୁ ପଇସା କିଏ ନେଇ ଚାଲିଗଲା। ମୁଁ ଏବେ କ'ଣ କରିବି? ମୋ ପୁଅ କୁନା ଏବେ କେମିତି ପାଠ ପଢ଼ିବ? ଏହି କଥା ଜାଣିପାରି ରାନୁ ଚଢ଼େଇ ଆସି କୁନି ଚଢ଼େଇ ଘରେ ପହଞ୍ଚିଲା। ଆରେ କୁନି, ତୁ ଜମା କାନ୍ଦେନା। ତୋ ପଇସା ଏହି ଜଙ୍ଗଲରେ ଥିବା ଚଢ଼େଇ ଭିତରୁ ଯିଏ ହେଲେ ନେଇଛି, ତାକୁ ଆଣି ମୁଁ ତୋ ସାମ୍ନାରେ ଠିଆ କରେଇବି। ତୁ ଏବେ କାନ୍ଦେନା। ଏମିତି କହି କୁନି ଚଢ଼େଇ ରାନୁ ଚଢ଼େଇକୁ ବୁଝେଇ ପଇସା କିଏ ନେଇଛି ବୋଲି ଖୋଜିବାକୁ ଚାଲିଗଲା। ଆରେ, କୁନିର ପଇସା କିଏ ନେଇଛି କେମିତି ମୁଁ ଖୋଜିବି? ମୋତେ ଯେମିତି ହେଲେ କୁନି ଚଢ଼େଇର ପଇସା ଖୋଜିବାକୁ ପଡ଼ିବ, ନହେଲେ ତା ପୁଅ ପାଠ ପଢ଼ିବ କେମିତି? ସେ ପଇସା ନ ମିଳିଲେ ତା ପୁଅର ଆଡ଼ମିସନ୍ କଲେଜରେ ହୋଇପାରିବନି। ମୁଁ ଏଠି ବସିଲେ କିଛି ହେବନି, ମୋତେ ପଇସା ଖୋଜିବାକୁ ପଡ଼ିବ। ହଁ, ମୁଁ ଗୋଟେ କାମ କରିବି। ଜଙ୍ଗଲର ସବୁ ଚଢ଼େଇମାନେ ଏବେ ଘରେ ନଥିବେ। ସେମାନେ ସବୁ ଦାନା ଖୋଜିବାକୁ ବାହାରେ ଥିବେ। ଏଇଟା ସୁବର୍ଣ୍ଣ ସୁଯୋଗ। ମୁଁ ସବୁ ଚଢ଼େଇମାନଙ୍କର ଘର ତଲାସ କରିବି। ଏମିତି କହି ରାନୁ ଚଢ଼େଇ ସବୁ ଚଢ଼େଇମାନଙ୍କର ଘରକୁ ଯାଇ ଟଙ୍କା ଖୋଜିଲା, କିନ୍ତୁ ତାକୁ କିଛି କୋଉଠି ମିଳିଲା ନାହିଁ। ସେ ନିରାଶ ହୋଇ ଗୋଟିଏ ନଦୀ କୂଳରେ ଆସି ବସି ରହିଲା। ସେହି ନଦୀ ପାଖରେ ଜଣେ ସାଧୁ ବାବା ବିଶ୍ରାମ ନେଉଥାନ୍ତି। ରାନୁ ଚଢ଼େଇ ନଦୀ କୂଳକୁ ପାଣି ପିଇ ଯିବା ସମୟରେ ସେ ସାଧୁ ବାବାଙ୍କୁ ଦେଖେ। ଆରେ, ମୋ ସମସ୍ୟାର ସମାଧାନ ତ ଏବେ ଏହି ସାଧୁ ବାବା ନିଶ୍ଚୟ କରିଦେବେ। ସେ ସାଧୁ ବାବାଙ୍କୁ ଡାକ ଛାଡ଼ି କହିଲା, ସାଧୁ ବାବା, ସାଧୁ ବାବା, ମୋତେ ପ୍ରଥମେ କ୍ଷମା କରିବେ। ମୁଁ ଆପଣଙ୍କର ବିଶ୍ରାମରେ ବାଧା ଦେଲି। ସାଧୁ ବାବା ଜଣକ ରାନୁ ଚଢ଼େଇର ପାଟି ଶୁଣି ଉଠି ପଡ଼ିଲେ ଆଉ କହିଲେ, ଆରେ ଚଢ଼େଇ, କ'ଣ ତୋର କିଛି ଅସୁବିଧା ହୋଇଛି କି? ନାଇଁ ସାଧୁ ବାବା, ଆମ ଜଙ୍ଗଲରେ କୁନି ନାମରେ ଗୋଟିଏ ଚଢ଼େଇ ଅଛି। ତାର ଟଙ୍କା ସବୁ କିଏ ଚୋରି କରି ନେଇଛି। ମୁଁ ଜଙ୍ଗଲର ସାରା ପ୍ରତ୍ୟେକ ଘରେ ଖୋଜିଲିଣି, କିନ୍ତୁ ମିଳୁନି। ସେଥିଲାଗି ମୁଁ ବହୁତ ଚିନ୍ତାରେ ଅଛି। ପଇସା ନ ମିଳିଲେ କୁନି ଚଢ଼େଇ ପୁଅ ପାଠ ପଢ଼ିବ କେମିତି? ତାର ଆଡ଼ମିସନ୍ ହୋଇପାରିବନି। ସାଧୁ ବାବା ରାନୁ ଚଢ଼େଇର ପରୋପକାର ବୁଦ୍ଧି ଦେଖି ବହୁତ ମନେ ମନେ ଖୁସି ହେଲେ, ଆଉ ରାନୁ ଚଢ଼େଇକୁ ବହୁତ ପ୍ରଶଂସା ମଧ୍ୟ କଲେ। ତାପରେ ସାଧୁ ବାବା କହିଲେ, ରାନୁ, ତୁମେ ସେ ନଦୀ କୂଳ ବାଲିରୁ ଗୋଟିଏ ଛୋଟ ପଥର ଆଣ। ତାପରେ ରାନୁ ନଦୀ କୂଳ ପାଖକୁ ଯାଇ ସେଠି ପଡ଼ିଥିବା ଗୋଟିଏ ଛୋଟ ପଥର ଆଣିଲା। ସାଧୁ ବାବା ପଥରଟିକୁ ମନ୍ତ୍ରରେ ଅଭିମନ୍ତ୍ରିତ କରି କହିଲେ, ରାନୁ ଚଢ଼େଇ, ତୁମେ ଏହି ପଥରଟିକୁ ମୁଣ୍ଡରେ ଲଗାଇ ରଖ। ତୁମେ ମୁଣ୍ଡରେ ପଥରଟିକୁ ରଖିଲା ପରେ ଜାଣିପାରିବ କିଏ କୁନି ଚଢ଼େଇର ଟଙ୍କା ସବୁ ନେଇଛି ବୋଲି। ତାପରେ ରାନୁ ଚଢ଼େଇ ପଥରଟିକୁ ଆଣି ମୁଣ୍ଡରେ ରଖିଲା, ଆଉ ସେ ମୁଣ୍ଡରେ ଅଭିମନ୍ତ୍ରିତ ପଥର ରଖିବା ଦ୍ୱାରା ତାକୁ ସବୁ ଦେଖାଗଲା କି ଜଙ୍ଗଲ ଭିତରକୁ ଗୋଟିଏ ଦୁଷ୍ଟ ପେଚା ଚାଲି ଆସି କୁନି ଚଢ଼େଇର ନଥିବା ବେଳେ ତା ଘରୁ ଟଙ୍କା ସବୁକୁ ଚୋରି କରି ନେଇଛି, ଆଉ ସବୁ ଟଙ୍କାକୁ ନେଇ ଏହି ପାଖ ଜଙ୍ଗଲ ପାଖରେ ଥିବା ଗୋଟିଏ ଗୁମ୍ଫାରେ ଲୁଚାଇ ରଖିଛି। ଆରେ, ଏ ଦୁଷ୍ଟ ପେଚା ତାହେଲେ
କୁନି ଚଢ଼େଇର ପଇସା ସବୁକୁ ଚୋରି କରି ନେଇଛି। ମୋତେ ଏଇ ସଙ୍ଗେ ସଙ୍ଗେ ଯାଇ ସେ ପଇସା ସବୁକୁ ତା ପାଖରୁ ଆଣିବାକୁ ପଡ଼ିବ। ତାପରେ ସାଧୁ ବାବା କହିଲେ, ଆରେ ଚଢ଼େଇ, ସେ ପେଚା ବହୁତ ଭୟଙ୍କର। ସେ ତୁମକୁ ଆଘାତ ବି କରିପାରେ। ତୁମେ ଗୋଟେ କାମ କର, ଏହି ନୋଟାରେ କିଛି ମୋର ମନ୍ତୁରା ଜଳ ଅଛି। ତୁମେ ଏହି ଜଳକୁ ସେ ପେଚା ଉପରେ ପକାଇଦେଲେ ସେ ଗୋଟିଏ ପଥରରେ ପରିଣତ ହୋଇଯିବ। ଆଉ ଯେବେ ତା ମନ୍ଦ ବୁଦ୍ଧି ଭଲ ବୁଦ୍ଧିରେ ପରିଣତ ହେବ, ତାପରେ ସେ ପଥରରୁ ପୁଣି ଥରେ ପେଚା ପାଲଟିଯିବ। ତାପରେ ସାଧୁ ବାବାଙ୍କଠୁ ବିଦାୟ ନେଇ ରାନୁ ଚଢ଼େଇ ମନ୍ତୁରା ଜଳ ଧରି ପେଚା ରହୁଥିବା ଗୁମ୍ଫା ପାଖକୁ ଗଲା। ଗୁମ୍ଫା ବାହାରେ ଥାଇ ରାନୁ ଚଢ଼େଇ ଡାକ ଦେଲା, ଆରେ ଏ ଦୁଷ୍ଟ ପେଚା। ଆରେ ମତେ କିଏ ଏତେ ଜୋରେ ଡାକୁଛି? କମ୍ ତ ତାର ସାହସ ନୁହଁ। ପେଚା ଗୁମ୍ଫା ବାହାରକୁ ଚାଲି ଆସିଲା ଆଉ କହିଲା, ଆରେ ଚଢ଼େଇ, କ'ଣ ହେଲା? ମତେ ଏତେ ଜୋରରେ ଡାକୁଛୁ କ'ଣ ପାଇଁ? ଆରେ ଦୁଷ୍ଟ ପେଚା, କୁନି ଚଢ଼େଇ ଟଙ୍କା ଚୋରି କରିଛୁ, ଏହି ଗୁମ୍ଫାରେ ରଖିଛୁ। ଦେ ସେହି ପଇସା, ମୁଁ କୁନି ଚଢ଼େଇକୁ ଦେଇ ଆସିବି। ଶୁଣ ଚଢ଼େଇ, ତୋ ଭଲ ଗତି ଥିଲେ ଏଠୁ ଚାଲିଯା, ନହେଲେ ମୋର ଏଇ ମୁନିଆ ନଖରେ ତୋ ଆଖିକୁ ମୁଁ ତାଡ଼ି ଆଣିବି, ଦେଖିବୁ। ଦୁଷ୍ଟ ପେଚା ରାନୁ ଚଢ଼େଇ ଉପରକୁ ଆକ୍ରମଣ କରି ଆସିଲା ବେଳକୁ ରାନୁ ଚଢ଼େଇ ସାଧୁ ବାବାଠୁ ଆଣିଥିବା ମନ୍ତୁରା ପାଣିକୁ ଦୁଷ୍ଟ ପେଚା ଉପରେ ପକାଇଦେଲା। ପେଚା ଉପରେ ମନ୍ତୁରା ପାଣି ପଡ଼ିବା ଦ୍ୱାରା ପେଚାଟି ଗୋଟିଏ ପଥରରେ ପରିଣତ ହୋଇଗଲା। ଆରେ ଦୁଷ୍ଟ ପେଚା, ଏବେ ନାମ ନେଲୁ? ଏବେ କାନ ଖୋଲି ଶୁଣ, ଯେବେ ତୋ ମୁଣ୍ଡରେ କିଛି ଭଲ କାମ କରିବା ପାଇଁ ବୁଦ୍ଧି ବାହାରିବ, ସେବେ ତୁ ପଥରରୁ ପୁଣି ଥରେ ପେଚା ପାଲଟିଯିବୁ। ଏମିତି କହି ରାନୁ ଚଢ଼େଇ ଗୁମ୍ଫା ଭିତରକୁ ପଶିଲା ଆଉ କୁନି ଚଢ଼େଇର ଟଙ୍କା ଥଳିକୁ ଆଣି କୁନି ଚଢ଼େଇ ହାତରେ ଦେଲା। ଆରେ ରାନୁ, ତୋତେ ବହୁତ ବହୁତ ଧନ୍ୟବାଦ। ତୁ ମୋ ଟଙ୍କା ଆଣି ମୋ ହାତରେ ଦେଲୁ। ତୋ ପାଇଁ ମୋ ପୁଅ ଆଜି କଲେଜରେ ଆଡ଼ମିସନ୍ କରିବ। ତୁ ନଥିଲେ ଏସବୁ ଆଜି କିଛି ହୋଇପାରିନଥାନ୍ତା। ନାଇଁ କୁନି, ତୁ ମୋତେ ଏମିତି କହନା। ଏସବୁ ସାଧୁ ବାବାଙ୍କ ପାଇଁ ସମ୍ଭବ ହେଲା। ତାପରେ ରାନୁ ଚଢ଼େଇ ନିଜ ଘରକୁ ଚାଲିଗଲା।